ଆଜିର ମାତୃଭାଷା କଲମ୍ସକୁ ସମସ୍ତଙ୍କୁ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ। 2021 ମସିହା ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। ସମସ୍ତେ ସୁଖ ଶାନ୍ତିରେ ରୁହନ୍ତୁ। ଏହା ମୋର ଜଗତର ନାଥ ଜଗନ୍ନାଥଙ୍କ ପଦାର ବିନ୍ଦରେ ଜଣା। ଆଜି ଆମେ ଜନ୍ମଭୂମି ପ୍ରବନ୍ଧର କିଛି ପ୍ରଶ୍ନୋତ୍ତର ଆଲୋଚନା କରିବା। ସଂକ୍ଷିପ୍ତ ପ୍ରଶ୍ନୋତ୍ତର ବିଷୟରେ ଆଲୋଚନା କରିବା। ପୂର୍ବରୁ ଯେପରି ଅତି ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ପଡ଼ୁଥିଲା, ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଏବଂ ଠିକ୍ ଭାବରେ ଗୋଲ ବୁଲାଇବାକୁ ପଡ଼ୁଥିଲା, ସେହି ପଦ୍ଧତିରେ ଚଳିତ ବର୍ଷ ପ୍ରଶ୍ନ ଉତ୍ତର ଆସିବ। ତେଣୁ ଆମକୁ ସେ ପ୍ରଶ୍ନ ଉତ୍ତର କରିବା ସମୟରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଟିକେ ଅସାବଧାନତା ହେଲେ ଉତ୍ତର ମଧ୍ୟ ଭୁଲ ହେବାର ସମ୍ଭାବନା ବହୁତ ଥାଏ। ତେଣୁ ସମ୍ଭାବ୍ୟ 4ଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛିବାକୁ ଆମକୁ ପଡ଼ିବ। ବର୍ତ୍ତମାନ ଜନ୍ମଭୂମି ପ୍ରବନ୍ଧର ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ଜନ୍ମଭୂମି ପ୍ରବନ୍ଧର ପ୍ରାବନ୍ଧିକ କିଏ? ଜନ୍ମଭୂମି ପ୍ରବନ୍ଧର ପ୍ରାବନ୍ଧିକ କିଏ? ପ୍ରଶ୍ନ। 4ଟି ଅପସନ୍ ଅଛି। କ ଅପସନ୍ରେ ଅଛି କୃଷ୍ଣଚରଣ ବେହେରା। ଖ ଅପସନ୍ରେ ଅଛି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଘ ଅପସନ୍ରେ ଅଛି କୃଷ୍ଣପ୍ରସାଦ ମିଶ୍ର। ଘ ଅପସନ୍ରେ ଅଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି କିଏ? ନା ଜନ୍ମଭୂମି ପ୍ରବନ୍ଧର ପ୍ରାବନ୍ଧିକ ହେଉଛନ୍ତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଖ ଅପସନ୍ରେ ଉତ୍ତରଟି ଅଛି, ତେଣୁ ଖ ଅପସନ୍ଟି ହେଉଛି ଠିକ୍ ଉତ୍ତର। ଦ୍ୱିତୀୟ ପ୍ରଶ୍ନ, ଜନ୍ମଭୂମି ପ୍ରବନ୍ଧଟି କେଉଁ ପୁସ୍ତକରୁ ସଂଗୃହୀତ? କ ଅପସନ୍ରେ ଇତିହାସ ଓ କିମ୍ବଦନ୍ତୀ। ଖ ଅପସନ୍ରେ ଅଛି ମୋ ସମୟର ଓଡ଼ିଶା। ଗ ଅପସନ୍ରେ ପ୍ରବନ୍ଧ ମାନସ। ଘ ଅପସନ୍ରେ ଓଡ଼ିଆ କେବେ? ତାହେଲେ ଜନ୍ମଭୂମି ପ୍ରବନ୍ଧଟି କେଉଁ ପୁସ୍ତକରୁ ସଂଗୃହୀତ? ଠିକ୍ ଉତ୍ତରଟି ହେଉଛି ପ୍ରବନ୍ଧ ମାନସ ପୁସ୍ତକରୁ ସଂଗୃହୀତ। ଏ 4ଟି ଉତ୍ତର ମଧ୍ୟରୁ ଗ ଅପସନ୍ରେ ଥିବା ଉତ୍ତରଟି ଠିକ୍ ଉତ୍ତର, ପ୍ରବନ୍ଧ ମାନସ ପୁସ୍ତକରୁ ସଂଗୃହୀତ। ତୃତୀୟ ପ୍ରଶ୍ନ, ଲେଖକ କାହାକୁ ନିଜର ଜନ୍ମଭୂମି ବୋଲି କହିଛନ୍ତି? କ ଅପସନ୍ରେ ବିଶାଳ ପୃଥିବୀ। ଖ ଅପସନ୍ରେ ବିଶାଳ ଭାରତବର୍ଷ। ଗ ଅପସନ୍ରେ ଓଡ଼ିଶା। ଘ ଅପସନ୍ରେ ଅଛି ଜନ୍ମସ୍ଥାନ ପଲ୍ଲୀଗ୍ରାମ। ତେଣୁ ଉତ୍ତରଟି ହେଉଛି ଲେଖକ ନିଜର ଜନ୍ମଭୂମି ଜନ୍ମସ୍ଥାନ ପଲ୍ଲୀଗ୍ରାମକୁ ବୋଲି କହିଛନ୍ତି। ଘ ଅପସନ୍ରେ ଉତ୍ତରଟି ଅଛି ଜନ୍ମସ୍ଥାନ ପଲ୍ଲୀଗ୍ରାମ, ଠିକ୍ ଉତ୍ତର। 4 ଅପସନ୍ରେ ନିଃସହାୟ ଶୁଷ୍କ ତୃଣପରି ପ୍ରାବନ୍ଧିକ କେଉଁଠି ଭାସି ଯାଇଛନ୍ତି? ନିଃସହାୟ ଶୁଷ୍କ ତୃଣପରି ପ୍ରାବନ୍ଧିକ
କେଉଁଠି ଭାସି ଯାଇଛନ୍ତି? କ ଅପସନରେ ସମୟ ସ୍ରୋତରେ, ଘ ଅପସନରେ ଅଛି ଘଟଣା ସ୍ରୋତରେ, ଗ ଅପସନରେ ଜୀବନ ସ୍ରୋତରେ, ଘ ଅପସନ ହେଉଛି ଜଳ ସ୍ରୋତରେ। ତାହେଲେ ଠିକ୍ ଉତ୍ତରଟି ହେଉଛି ନିଶା ଶୁଷ୍କ କୋଣ ପରି ପ୍ରାବନ୍ଧିକ ସମୟ ସ୍ରୋତରେ ଭାସି ଯାଇଛନ୍ତି। ଉତ୍ତରଟି କ ଅପସନରେ ଅଛି ସମୟ ସ୍ରୋତରେ, ତେଣୁ ଉତ୍ତରଟି ହେଉଛି ସମୟ ସ୍ରୋତରେ। 5 ପ୍ରଶ୍ନଟି ହେଉଛି ପ୍ରାବନ୍ଧିକ ମନୁଷ୍ୟର ଆୟୁକୁ କାହା ସହିତ ତୁଳନା କରିଛନ୍ତି? ପ୍ରାବନ୍ଧିକ ମନୁଷ୍ୟର ଆୟୁକୁ କାହା ସହିତ ତୁଳନା କରିଛନ୍ତି? କ ଅପସନରେ ତାରା, ଖ ଅପସନରେ ସୂର୍ଯ୍ୟ, ଗ ଅପସନରେ ଚନ୍ଦ୍ର, ଘ ଅପସନରେ ଅଛି ଧୂମକେତୁ। ତାହେଲେ ପ୍ରାବନ୍ଧିକ ମନୁଷ୍ୟର ଆୟୁକୁ ସୂର୍ଯ୍ୟ ସହିତ ତୁଳନା କରିଛନ୍ତି। ଖ ଅପସନରେ ଥିବା ସୂର୍ଯ୍ୟ ହିଁ ଠିକ୍ ଉତ୍ତର। 6 ନମ୍ବର ପ୍ରଶ୍ନ, ସମୟ ଅତିକ୍ରାନ୍ତ ହେବା ସହିତ ଲେଖକଙ୍କର କ'ଣ ଘଟିଯାଇଛି? ଅପସନ ଦେଖିବା, କ ଅପସନରେ ପୁନର୍ଜନ୍ମ, ଖ ଅପସନରେ ନବଜନ୍ମ, ଗ ଅପସନରେ ହୀନଜନ୍ମ, ଘ ଅପସନରେ ଅଛି ସଜନ୍ମ। ତାହେଲେ ଉତ୍ତରଟି ହେଉଛି ସମୟ ଅତିକ୍ରାନ୍ତ ହେବା ସହିତ ଲେଖକଙ୍କର କ'ଣ ଘଟିଯାଇଛି? ନା ପୁନର୍ଜନ୍ମ ଘଟିଯାଇଛି। କ ଅପସନ ଥିବା ଉତ୍ତରଟି ଠିକ୍ ଉତ୍ତର, ପୁନର୍ଜନ୍ମ। ଏବେ 7 ପ୍ରଶ୍ନ ଦେଖିବା। 7 ନମ୍ବର ପ୍ରଶ୍ନ, ଲେଖକଙ୍କ ପଲିଗ୍ରାମ ଖିଚିଂ କାହା ଦ୍ୱାରା ପରିବେଷ୍ଟିତା? ଲେଖକଙ୍କ ପଲିଗ୍ରାମ ଖିଚିଂ କାହା ଦ୍ୱାରା ପରିବେଷ୍ଟିତା? କ ଅପସନରେ ଉତ୍ତର ପାହାଡ଼, ଖ ଅପସନରେ ପର୍ବତ, ଗ ଅପସନରେ ଚଟିନୀ, ଘ ଅପସନରେ ପଦ। ତାହେଲେ ଠିକ୍ ଉତ୍ତରଟି ଏ ନା ତଟିନୀ। ଗ ଅପସନରେ ଥିବା ଉତ୍ତରଟି ତଟିନୀ ହେଉଛି ଠିକ୍ ଉତ୍ତର। ଲେଖକଙ୍କ ପଲିଗ୍ରାମ ଖିଚିଂ ତଟିନୀ ଦ୍ୱାରା ପରିବେଷ୍ଟିତ। 8 ନମ୍ବର ପ୍ରଶ୍ନ ଆମେ ଦେଖିବା ଯେ ଲେଖକଙ୍କ ଜନ୍ମଭୂମି ପଲ୍ଲୀଗ୍ରାମରେ କେଉଁ ରାଜବଂଶର କୀର୍ତ୍ତି କିରୀଟିନୀ ଦେଖିବାକୁ ମିଳେ? ଲେଖକଙ୍କ ଜନ୍ମଭୂମି ପଲ୍ଲୀଗ୍ରାମରେ କେଉଁ ରାଜବଂଶର କୀର୍ତ୍ତି କିରୀଟିନୀ ଦେଖିବାକୁ ମିଳେ? କ ଅପସନରେ ଗଙ୍ଗ, ଖ ଅପସନରେ କେଶରୀ ରାଜବଂଶ, ଗ ଅପସନରେ ସୂର୍ଯ୍ୟ ରାଜବଂଶ, ଘ ଅପସନରେ ଭଞ୍ଜ ରାଜବଂଶ। ତେଣୁ ଘ ଅପସନରେ ଥିବା ଭଞ୍ଜ ରାଜବଂଶ ଠିକ୍ ଉତ୍ତର। ତେଣୁ ଲେଖକଙ୍କ ଜନ୍ମଭୂମି ପଲ୍ଲୀଗ୍ରାମରେ ଭଞ୍ଜ ରାଜବଂଶର କୀର୍ତ୍ତି କିରୀଟିନୀ ଦେଖିବାକୁ ମିଳେ। ଏବେ 9 ନମ୍ବର ପ୍ରଶ୍ନକୁ ଯିବା ଯେ ମନବୋଧ ଚୌତିଶା କିଏ ଲେଖିଥିଲେ? ମନବୋଧ ଚୌତିଶାର ଲେଖକ କିଏ? କ ଅପସନ ମାର୍କଣ୍ଡ ଦାସ, ଖ ଅପସନରେ ଅଛି ଭକ୍ତଚରଣ ଦାସ, ଗ ଅପସନରେ ଅଛି ବର୍ଷା ଦାସ, ଘ ଅପସନରେ ଅଛି ଅନନ୍ତ ଦାସ। ଠିକ୍ ଉତ୍ତରଟି ହେଉଛି ଯେ ମନବୋଧ ଚୌତିଶା ଭକ୍ତଚରଣ ଦାସ ଲେଖିଥିଲେ। ଖ ଅପସନରେ ଯେଉଁ ଉତ୍ତରଟି ଅଛି ଭକ୍ତଚରଣ ଦାସ ଲେଖିଥିଲେ ମନବୋଧ ଚୌତିଶା। 10 ନମ୍ବର ପ୍ରଶ୍ନ, କେଉଁଠାରେ ଗ୍ରାମ୍ୟ ଯୁବକମାନେ ଆହ୍ୱାର ରକ୍ତ ଦେଖନ୍ତି? ଆମେ ଦେଖିବା କ ଅପସନରେ କ'ଣ ଅଛି ସ୍ଥଳ ପଦ୍ମରେ, ଖ ଅପସନରେ ଅଛି ଉଲ୍ଲାସ ବନରେ, ଗ ଅପସନରେ ଅଛି ଆନନ୍ଦ କୃଷ୍ଣଚୂଡ଼ାରେ, ଘ ଅପସନରେ ଅଛି ଜଳ ପଦ୍ମରେ। ତାହେଲେ ଠିକ୍ ଉତ୍ତରଟି ହେଉଛି ସ୍ଥଳ ପଦ୍ମରେ ଗ୍ରାମ୍ୟ ଯୁବକମାନେ ଆହ୍ୱାର ରକ୍ତ ଦେଖନ୍ତି। ଠିକ୍ ଉତ୍ତରଟି ହେଉଛି ସ୍ଥଳ ପଦ୍ମ। କ ଅପସନରେ ଯେଉଁ ଅଛି ସ୍ଥଳ ପଦ୍ମ, ଏଇଟା ହିଁ ଠିକ୍ ଉତ୍ତର। ବର୍ତ୍ତମାନ ଆମେ 11 ନମ୍ବର ପ୍ରଶ୍ନକୁ ଯିବା। 11 ନମ୍ବରରେ ଅଛି ବୟସ ବଢ଼ିବା ସହିତ ଜନ୍ମଭୂମି ସହିତ ସମ୍ପର୍କ କ'ଣ ହେବା କଥା? ବୟସ ବଢ଼ିବା ସହିତ ଜନ୍ମଭୂମି ସହିତ ସମ୍ପର୍କ କ'ଣ ହେବା କଥା? କ
ଅପସନ୍ରେ ଅଛି ଅଧିକ ହ୍ରାସ, ଖ ଅପସନ୍ରେ ଅଧିକ ଘନିଷ୍ଠ, ଗ ଅପସନ୍ରେ ଅଧିକ ଦୁର୍ବଳ, ଆଉ ଘ ଅପସନ୍ରେ ଅଛି ଅଧିକ ଜଟିଳ। ଠିକ୍ ଉତ୍ତରଟି କ'ଣ ହେବ ନା ବୟସ ବଢ଼ିବା ସହିତ ଜନ୍ମଭୂମି ସହିତ ସମ୍ପର୍କ ଅଧିକ ଘନିଷ୍ଠ ହେବା କଥା। ଅଧିକ ଘନିଷ୍ଠ କେଉଁ ଅପସନ୍ରେ ଅଛି ନା ଖ ଅପସନ୍ରେ ଅଛି। ତେଣୁ ଖ ଅପସନ୍ଟି ହେଉଛି ଠିକ୍ ଉତ୍ତର, ଅଧିକ ଘନିଷ୍ଠ। ଖ ଅପସନ୍ ପାଖରେ ଆମକୁ ଗୋଲ ବୁଲିବାକୁ ପଡ଼ିବ। ତାପରେ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପଲିଗ୍ରାମ କିଚିଂ କେଉଁ ବୃକ୍ଷ ଦ୍ୱାରା ପରିଶୋଭିତା? 12 ନମ୍ବର ପ୍ରଶ୍ନରେ ଅଛି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପଲିଗ୍ରାମ କିଚିଂ କେଉଁ ବୃକ୍ଷ ଦ୍ୱାରା ପରିଶୋଭିତା? କ ଅପସନ୍ରେ ବକୁଳ ବୃକ୍ଷ, ଖ ଅପସନ୍ରେ ଆମ୍ବ ବୃକ୍ଷ, ଗ ଅପସନ୍ରେ ଅଛି ଶାଳ ବୃକ୍ଷ, ଘ ଅପସନ୍ରେ ଅଛି ତାଳ ବୃକ୍ଷ। ତାହେଲେ ଠିକ୍ ଉତ୍ତରଟି କ'ଣ ନା ଶାଳ ବୃକ୍ଷ। ତାହେଲେ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପଲିଗ୍ରାମ କିଚିଂ ଶାଳ ବୃକ୍ଷ ଦ୍ୱାରା ପରିଶୋଭିତା। ଠିକ୍ ଉତ୍ତରଟି ଗ ଅପସନ୍ରେ ଅଛି। ତେଣୁ ଗ ଅପସନ୍ ଶାଳ ବୃକ୍ଷ ହିଁ ଠିକ୍ ଉତ୍ତର। 13 ନମ୍ବର ପ୍ରଶ୍ନ ଗ୍ରାମଟି ଯାକ କେଉଁମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯାଇଛି? ଗ୍ରାମଟି ଯାକ କେଉଁମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯାଇଛି? କ ଅପସନ୍ରେ ବୃଦ୍ଧମାନଙ୍କ ଦ୍ୱାରା, ଖ ଅପସନ୍ରେ ଅଛି ରୋଗାକ୍ରାନ୍ତମାନଙ୍କ ଦ୍ୱାରା, ଗ ଅପସନ୍ରେ ଅଛି ବେକାର ଯୁବକମାନଙ୍କ ଦ୍ୱାରା, ଘ ଅପସନ୍ରେ ଅଛି ନବାଗତ ଅତିଥିମାନଙ୍କ ଦ୍ୱାରା। ତାହେଲେ ଠିକ୍ ଉତ୍ତରଟି ହେଉଛି ଘ ଅପସନ୍ରେ ଥିବା ନବାଗତ ଅତିଥିମାନଙ୍କ ଦ୍ୱାରା। ଗ୍ରାମଟି ଯାକ ନବାଗତ ଅତିଥିମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଯାଇଛି। ଠିକ୍ ଉତ୍ତର ଘ ଅପସନ୍ରେ ଥିବା ନବାଗତ ଅତିଥିମାନଙ୍କ ଦ୍ୱାରା। 14 ନମ୍ବର ପ୍ରଶ୍ନ ଗ୍ରାମ୍ୟ ଯୁବକମାନେ ଆନନ୍ଦ କୃଷ୍ଣଚୂଡ଼ାରେ କ'ଣ ଦେଖନ୍ତି? କ ଅପସନ୍ରେ ଅନାଗତ ଯୁଗର ରକ୍ତକେତ, ଖ ଅପସନ୍ରେ ଆହବର ରକ୍ତ, ଗ ଅପସନ୍ରେ ବିଦ୍ରୋହର ବହ୍ନି, ଘ ଅପସନ୍ରେ ଅଛି ଆଶାର କିରଣ। ତାହେଲେ ଠିକ୍ ଉତ୍ତରଟି ହେଉଛି ଗ୍ରାମ୍ୟ ଯୁବକମାନେ ଆନନ୍ଦ କୃଷ୍ଣଚୂଡ଼ାରେ ଅନାଗତ ଯୁଗର ରକ୍ତ କେତନ ଦେଖନ୍ତି। କ ଅପସନ୍ରେ ଉତ୍ତରଟି ଅଛି। ତେଣୁ କ ଅପସନ୍ଟି ହେଉଛି ଠିକ୍ ଉତ୍ତର। ଏବେ 15 ନମ୍ବର ପ୍ରଶ୍ନ କରିବା ନିଦାଘର ନିରାଟ ଭାଙ୍ଗିରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଗ୍ରାମବାସୀମାନେ କାହାକୁ ଚାହିଁ ରହନ୍ତି? ନିଦାଘର ନିରାଟ ଭାଙ୍ଗିରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଗ୍ରାମବାସୀମାନେ କାହାକୁ ଚାହିଁ ରହନ୍ତି? କ ଅପସନ୍ରେ ନୂଆ ଆଶାକୁ, ଖ ଅପସନ୍ରେ ଅଛି ନୂଆ ମେଘକୁ, ଗ ଅପସନ୍ରେ ଅଛି ନୂଆ ସ୍ୱପ୍ନକୁ, ଘ ଅପସନ୍ରେ ଅଛି ନୂଆ ଫସଲକୁ। ତାହେଲେ ଠିକ୍ ଉତ୍ତରଟି କିଏ? ନିଦାଘର ନିରାଟ ଭାଙ୍ଗିରେ ଲଙ୍ଗଳ ମୁନରେ ଧରଣୀର ବକ୍ଷ ଚିରି ଗ୍ରାମବାସୀମାନେ ନୂଆ ମେଘକୁ ଚାହିଁ ରହନ୍ତି। କ ଅପସନ୍ରେ ଉତ୍ତରଟି ଅଛି ନୂଆ ମେଘ ହେଉଛି ଠିକ୍ ଉତ୍ତର। ଏବେ 16 ନମ୍ବର ପ୍ରଶ୍ନ କରିବା କେଉଁ ମାସର ଶେଷ ବେଳକୁ ସ୍ତୂପୀକୃତ ମେଘ ଆକାଶ ଅକ୍ଷରେ ଦୃଶ୍ୟମାନ ହୋଇଥାଏ? ଅପସନ୍ ଗୁଡ଼ିକୁ ଦେଖିବା କ ଅପସନ୍ ଆଷାଢ଼, ଘ ଅପସନ୍ ଅଛି ଶ୍ରାବଣ, ଗ ଅପସନ୍ ଅଛି ବୈଶାଖ, ଘ ଅପସନ୍ ଅଛି ଜ୍ୟେଷ୍ଠ ମାସ। ତାହେଲେ ଉତ୍ତରଟି କିଏ ନା ଜ୍ୟେଷ୍ଠ ମାସର ଶେଷ ବେଳକୁ ସ୍ତୂପୀକୃତ ମେଘ ଆକାଶ ଅକ୍ଷରେ ଦୃଶ୍ୟମାନ ହୋଇଥାଏ। ଘ ଅପସନ୍ରେ ଉତ୍ତରଟି ଅଛି। ଉତ୍ତରଟି ହେଉଛି ଜ୍ୟେଷ୍ଠ। ଏବେ 17 ନମ୍ବର ପ୍ରଶ୍ନ ଦେଖିବା ଶ୍ରମଜୀବୀମାନଙ୍କ ସମବେତ ଯତ୍ନରେ କିଏ ଶସ୍ୟ ଶ୍ୟାମଳା ହୋଇ ଉଠେ? ଶ୍ରମଜୀବୀମାନଙ୍କ ସମବେତ ଯତ୍ନରେ କିଏ ଶସ୍ୟ ଶ୍ୟାମଳା ହୋଇ ଉଠେ? ଅପସନ୍ ଗୁଡ଼ିକୁ ଦେଖିବା କ ଅପସନ୍ରେ ଧରଣୀ, ଖ ଅପସନ୍ରେ ସମତଳ ଭୂମି, ଗ ଅପସନ୍ରେ କୃଷିକ୍ଷେତ୍ର, ଘ ଅପସନ୍ରେ ଅଛି ପାର୍ବତ୍ୟ ଭୂମି। ତାହେଲେ ଠିକ୍ ଉତ୍ତର ହେଉଛି ଶ୍ରମଜୀବୀମାନଙ୍କ ସମବେତ ଯତ୍ନରେ ଧରଣୀ ଶସ୍ୟ ଶ୍ୟାମଳା ହୋଇ ଉଠେ। କ ଅପସନ୍ରେ ଉତ୍ତରଟି ଅଛି। ତେଣୁ ଉତ୍ତରଟି ହେଉଛି ଧରଣୀ। ଏବେ 18 ନମ୍ବର ପ୍ରଶ୍ନ ଦେଖିବା ରଜ ପର୍ବର ଶେଷ ହେବା ପରେ କ'ଣ ପଡ଼ିଥାଏ? କ ଅପସନ୍ ଗୁଡ଼ିକୁ କ ଅପସନ୍ ଅଛି ନିଷ୍ଠୁର ସତ୍ୟ, ଖ ଅପସନ୍ରେ ନିଷ୍ଠୁର କାର୍ଯ୍ୟ, ଗ ଅପସନ୍ ଅଛି ନିଷ୍ଠୁର ବାସ୍ତବତା, ଘ
ଘ ଅପସନ୍ ଅଛି ନିଷ୍ଠୁର କର୍ତ୍ତବ୍ୟ। ଏ ଚାରୋଟି ମଧ୍ୟରୁ ଠିକ୍ ଉତ୍ତରଟି ଏ ନା ରଜ ପର୍ବର ଶେଷ ହେବା ପରେ ନିଷ୍ଠୁର ବାସ୍ତବତା ପଡ଼ିଥାଏ। ଗ ଅପସନ୍ର ଉତ୍ତରଟି ଅଛି, ତେଣୁ ଉତ୍ତରଟି ହେଉଛି ନିଷ୍ଠୁର ବାସ୍ତବତା। ଏବେ 19 ନମ୍ବର ପ୍ରଶ୍ନ ଦେଖିବା। ଗୋବିନ୍ଦା ଭାଇ ଆଜୀବନ କ'ଣ ଥିଲା? ଅପସନ୍ ଗୁଡ଼ିକରେ କ ଅପସନ୍ ଅଛି ଗରିବ, ଖ ଅପସନ୍ରେ ଧନୀ, ଗ ଅପସନ୍ରେ ଅଛି ସରଳ, ଘ ଅପସନ୍ରେ ଅଛି ଅକର୍ମା ଓ ଅବିବାହିତ। ତାହେଲେ ଠିକ୍ ଉତ୍ତରଟି ହେଉଛି ଅକର୍ମା ଓ ଅବିବାହିତ। ଗୋବିନ୍ଦା ଭାଇ ଆଜୀବନ ଅକର୍ମା ଓ ଅବିବାହିତ ଥିଲା। ଉତ୍ତରଟି ଘ ଅପସନ୍ରେ ଅଛି। ଏବେ 20 ନମ୍ବର ପ୍ରଶ୍ନ ଦେଖିବା। ବିଷମ ବିଭାଗ ବେଳେ କିଏ ଫଳ ଫୁଲ ତମ୍ବୁଳ ପ୍ରଦାନ କରେ? ଅପସନ୍ ଗୁଡ଼ିକ ଦେଖିବା। ପ୍ରଥମ କ ଅପସନ୍ରେ ଜନ୍ମଭୂମି, ଖ ଅପସନ୍ରେ ପଡ଼ୋଶୀ, ଗ ଅପସନ୍ରେ ନିଜ ମା, ଘ ଅପସନ୍ରେ ଅଛି ରାଜ୍ୟ। ତାହେଲେ ଉତ୍ତରଟି କିଏ ନା ବିଷମ ବିଭାଗ ବେଳେ ଜନ୍ମଭୂମି। କ ଅପସନ୍ରେ ଉତ୍ତରଟି ଅଛି ଜନ୍ମଭୂମି ଫଳ ଫୁଲ ତମ୍ବୁଳ ପ୍ରଦାନ କରେ। ଏହିପରି ଭାବରେ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ଗୁଡ଼ିକୁ ଆମକୁ କରିବାକୁ ପଡ଼ିବ। ଚାରୋଟି ସମ୍ଭାବ୍ୟ ଉତ୍ତର ଥିବ, ତା ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛିକୁ ଆମକୁ ଲେଖିବାକୁ ପଡ଼ିବ ବା ତାକୁ ଗୋଲ ବୁଲେଇବାକୁ ପଡ଼ିବ। ଆଜି ପାଇଁ ଏତିକି। ପରବର୍ତ୍ତୀ କାଳାଂଶରେ ଅବଶିଷ୍ଟ ପ୍ରଶ୍ନ ଗୁଡ଼ିକୁ ଆମେ ଆଲୋଚନା କରିବା। ଧନ୍ୟବାଦ।